ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାସୁକେରା ପରିସରରେ ଆଜି ଦିନ 11ଟାରୁ ଆୟୋଜିତ ହୋଇଯାଇଛି 25ତମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା। ଉଦ୍ଘାଟନୀ ଉତ୍ସବରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରୟୋଗାତ୍ମକ ବିଜ୍ଞାନରେ ଉତ୍କର୍ଷ ହିଁ ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିପାରିବ ବୋଲି କହିଥିଲେ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଅନୁଚିନ୍ତାର ପ୍ରେରଣା ଦେବା ପାଇଁ ସରଳ ଭାବେ ନୂତନ ଜ୍ଞାନ ବିଜ୍ଞାନ କୌଶଳରେ ଶିକ୍ଷୟିତ୍ରୀ ଶିକ୍ଷକ ଉପଯୁକ୍ତ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଜୟନ୍ତ କୁମାର ତ୍ରିପାଠୀ, ବିଦ୍ୟୁତ୍ ପରିଷଦ ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ପ୍ରଣବ କୁମାର ମିଶ୍ର, ସମ୍ପାଦକ ବିଜୟ କୁମାର ପରିଡ଼ା ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ନବୀନ କୁମାର ସେନାପତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରକଳ୍ପ, ପ୍ରଶ୍ନମଞ୍ଚ, ପ୍ରୟୋଗ, ପତ୍ରବାଚନ, ମୂର୍ତ୍ତିକଳା ଆଦି ବିଭାଗରେ କନିଷ୍ଠ, ଶିଶୁ, ବାଲ ଓ କିଶୋର ବର୍ଗରେ ସର୍ବମୋଟ 371 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସତ୍ୟବାଦୀର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ଆଜି ଅପରାହ୍ନ 4ଟାରେ କୃତି ଛାତ୍ରୀଛାତ୍ରଙ୍କ ନିମନ୍ତେ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାସ ଯୋଗ ଦେଇଥିଲେ। ବିଦ୍ୟାଳୟ ବିଜ୍ଞାନ ପ୍ରମୁଖ ସୁଶ୍ରୀ ସୁମିତ୍ରା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। तेणु पिले एक बोधे मुझे अनुरोध करी तुमको गुरुजी गुरुମାନଙ୍କୁ अनुरोध करी दशभक्तिका समय समस्त परिचालन समितिर सदस्यवृंद, प्रधानाचार्य, आचार्य और आचार्यवृंद, विचारक सदस्य, अभिभावक और अभिभाविका तथा शिशु भाई भूणी उपस्थिति मुख्य अतिथि डॉक्टर सूर्यनारायण मिश्र वरिष्ठ वैज्ञानिक और मुख्य कृषि विज्ञान केन्द्र महोदय द्वारा दीप प्रज्वलन वंदन कार्यक्रम कर विद्यालय प्रधानाचार्य श्रीयुक्त नवीन कुमार सेनापति महोदय स्वागत अभिभाषण सह मंचसीन अतिथि मानकर परिचय प्रदान करते। मुख्य अतिथि नारिकेल बाड़ी विज्ञान मेलार शुभ उद्घाटन कर प्रकोष्ठ गुड़िक बुली विज्ञान मेला प्रतियोगी शिशु भाई भूणी मानक 4टी वर्ग में विभागकरण कर 3टी विज्ञान विभाग रही यथा विज्ञान, संस्कृति ज्ञान और गणित। कनिष्ठ वर्ग में विज्ञान प्रकल्प, शिशु वर्ग में गणित प्रकल्प, विज्ञान प्रकल्प, गणित प्रयोग, विज्ञान प्रयोग, बाल वर्ग में गणित प्रकल्प, विज्ञान प्रकल्प, गणित प्रयोग, लोकनृत्य प्रतियोगिता और मूर्तिकला प्रतियोगिता, किशोर वर्ग में गणित प्रकल्प, विज्ञान प्रकल्प, विज्ञान प्रयोग, से संस्कृति ज्ञान विभाग में पत्रवाचन, भाषण तथा प्रश्नमंच प्रतियोगिता होती। सर्वमोट 371 जन शिशु भाई भौणी मैंने भाग ले।